ଛ ଏବଂ ଛାକୁ ଇଂରାଜୀରେ CHHA ଲେଖାଯାଇଥାଏ। ଅନ୍ୟ ଏକ ଭିଡ଼ିଓକୁ ସ୍ୱାଗତ ଦର୍ଶକ ବନ୍ଧୁ। ଏହି ଭିଡ଼ିଓରେ ଜାଣିବା କି ଓଡ଼ିଆରେ ଥିବା ମାତ୍ରାକୁ ଇଂରାଜୀରେ କିପରି ଲେଖାଯାଇଥାଏ କିମ୍ବା ପଢ଼ାଯାଇଥାଏ। କିନ୍ତୁ କେବଳ ଏହି ଭିଡ଼ିଓଟିରେ ଅକାର ଏବଂ ଆକାର ମାତ୍ରାକୁ ଇଂରାଜୀରେ କିପରି ଲେଖାଯାଇଥାଏ ସେଥିପ୍ରତି ଧ୍ୟାନ ଦେବା। ଯଦି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ଜଲ୍ଦି ସବସ୍କ୍ରାଇବ୍ ଗୋଟିଏ ଦେବେ, ଯଦ୍ୱାରା କି ସର୍ବପ୍ରଥମେ ଆପଣ ଏଇଭଳି ଭିଡ଼ିଓ ଦେଖିପାରିବେ। ତେଣୁ ଜଲ୍ଦି ଯାଆନ୍ତୁ, ସବସ୍କ୍ରାଇବ୍ କରିଦିଅନ୍ତୁ। ଏଭଳି ବକ୍ସ ମାଧ୍ୟମରେ ଓଡ଼ିଆରେ ଥିବା ମାତ୍ରାକୁ ଇଂରାଜୀରେ ଲେଖିବା, ଯଦ୍ୱାରା କି ସମସ୍ତଙ୍କର ମନେ ରଖିବାର ସହଜ ହେବ। ଏଠାରେ ଓଡ଼ିଆରେ ଥିବା ମାତ୍ରାକୁ ଲେଖିବା, ଠିକ୍ ସେହିପରି ଏପଟେ ଇଂରାଜୀରେ ଥିବା ମାତ୍ରାକୁ ଲେଖିବା। ଏହି କୋଠରୀରେ ଓଡ଼ିଆରେ ଥିବା ଅକାର ଅକ୍ଷରକୁ ଲେଖିବା, ଠିକ୍ ସେହିପରି ଏଠାରେ ଓଡ଼ିଆରେ ଥିବା ଆକାର ଅକ୍ଷରକୁ ଲେଖିବା। ଆକାର ମାତ୍ରା ପାଇଁ ଏପରି ବାଡ଼ିଟିଏ ଥାଏ, ନୁହେଁ କି? କିନ୍ତୁ ଇଂରାଜୀରେ ଅକାର ଆକାର ଗୋଟିଏ ହିଁ ମାତ୍ରା ଥାଏ, ଯାହାକି ସେହି ଅକ୍ଷର ସହିତ ଏ ଲାଗିଥାଏ। କ ଏବଂ କା ପାଇଁ ଇଂରାଜୀରେ କେ ସହିତ ଏ ଯୋଗ କରାଯାଇଥାଏ। ଖ ଏବଂ ଖା ପାଇଁ ଇଂରାଜୀରେ KH ସହିତ ଏ ଯୋଗ କରାଯାଇଥାଏ। ଗ ଏବଂ ଗା ପାଇଁ ଇଂରାଜୀରେ ଜି ସହିତ ଏ ଲାଗିଥାଏ। ଘ ଏବଂ ଘା ପାଇଁ ଇଂରାଜୀରେ GH ସହିତ ଏ ଲାଗିଥାଏ। ୱ ପାଇଁ ଏହାର ମାତ୍ରା ନାହିଁ। ବେଳେବେଳେ ଅଧିକାଂଶ ଲୋକେ N କିମ୍ବା NMA ବୋଲି ଲେଖିଥାନ୍ତି। ଚ ଏବଂ ଚା ପାଇଁ ଇଂରାଜୀରେ CHA ଲାଗିଥାଏ। ଛ ଏବଂ ଛାକୁ ଇଂରାଜୀରେ CHHA ଲେଖାଯାଇଥାଏ। ଜ ଏବଂ ଜାକୁ ଇଂରାଜୀରେ ଜେ ସହିତ ଏ ଲେଖାଯାଇଥାଏ। ଝ ଏବଂ ଝାକୁ ଇଂରାଜୀରେ JH ସହିତ ଏ ଲେଖାଯାଇଥାଏ। ନ୍ୟକୁ ଇଂରାଜୀରେ NYA ରୂପରେ ଲେଖାଯାଇଥାଏ। ଟ ଏବଂ ଟାକୁ ମଧ୍ୟ ଇଂରାଜୀରେ ଟି ସହିତ ଏ ଲେଖାଯାଇଥାଏ। ଠ ଏବଂ ଠାକୁ ଇଂରାଜୀରେ THA ଲେଖାଯାଇଥାଏ। ଡ ଏବଂ ଡାକୁ ଆମେ ଇଂରାଜୀରେ DA ବୋଲି ଲେଖିଥାଉ। ଠିକ୍ ସେହିପରି ଢ ଏବଂ ଢାକୁ ଇଂରାଜୀରେ ଆମେ DH ସହିତ ଏ ଯୋଗ କରିଥାଉ। ଭିଡ଼ିଓଟି ଭଲ ଲାଗୁଥିଲେ ସବସ୍କ୍ରାଇବ୍ ଗୋଟିଏ ଦିଅରେ ପିଲେ। ଣ ଏବଂ ଣାକୁ ଇଂରାଜୀରେ ଆମେ N ଅକ୍ଷର ସହିତ ଏ ଯୋଗ କରିଥାଉ, ଯଥା NAକୁ ଆମେ ଣ ଏବଂ ଣା ମଧ୍ୟ ପଢ଼ିଥାଉ। ତ ଏବଂ ତାକୁ ଇଂରାଜୀରେ ଟି ଅକ୍ଷର ସହିତ ଏ ଲଗେଇଥାଉ। ଠିକ୍ ସେହିପରି ଥ ଏବଂ ଥାକୁ ଇଂରାଜୀରେ ଆମେମାନେ TH ସହିତ ଏ ଲେଖିଥାଉ। ଏବେ ଦେଖିବା ଦ କିମ୍ବା ଦାକୁ ଇଂରାଜୀରେ ଡି ଅକ୍ଷର ସହିତ ଏ ଯୋଗ କରାଯାଇଥାଏ। ଏପରି ଲେଖାଯାଇଥିଲେ ଆମେ ଦ କିମ୍ବା ଦା ପଢ଼ିବା। ଠିକ୍ ସେହିପରି ଧ କିମ୍ବା ଧାକୁ ଇଂରାଜୀରେ DH ସହିତ ଏ ଲେଖାଯାଇଥାଏ। ନ କିମ୍ବା ନାକୁ ଇଂରାଜୀରେ N ଅକ୍ଷର ସହିତ ଏ ଯୋଗ କରାଯାଇଥାଏ। ଯଦି NA ଲେଖାଯାଇଥାଏ ଆମେ ଏହାକୁ ନ କିମ୍ବା ନା ପଢ଼ିବା। ପ ଏବଂ ପାକୁ ଇଂରାଜୀରେ ଆମେ ପି ଅକ୍ଷର ସହିତ ଏ ଯୋଗ କରି ଲେଖିଥାଉ। ଫ ଏବଂ ଫାକୁ ଆମେ ଇଂରାଜୀରେ PH ଅକ୍ଷର ସହିତ ଏ ଯୋଗ କରି ଲେଖିଥାଉ। କେତେକ କ୍ଷେତ୍ରରେ ଇଂରାଜୀରେ FA ଲେଖାଯିବାର ଦେଖିବାକୁ ମିଳେ, ତେଣୁ FAକୁ ମଧ୍ୟ ଆମେ ଫ କିମ୍ବା ଫା ଉଚ୍ଚାରଣ କରି ପଢ଼ିଥାଉ। କିନ୍ତୁ ଫ ଏବଂ ଫାକୁ PHA ବୋଲି ଲେଖାଯାଇଥାଏ। ବ ଏବଂ ବାକୁ ଇଂରାଜୀରେ ବି ଅକ୍ଷର ସହିତ ଏ ଯୋଡ଼ି କରି ଲେଖାଯାଇଥାଏ। ଏବେ ଦେଖିବା ଭ କିମ୍ବା ଭା ପାଇଁ ଇଂରାଜୀରେ BH ଅକ୍ଷର ସହିତ ଏ ଲାଗିଥାଏ। ପୁଣି ଏଇ ଭ କିମ୍ବା ଭାକୁ ଇଂରାଜୀରେ ଭି ଅକ୍ଷର ସହିତ ଏ ଲାଗିଥାଏ। କିନ୍ତୁ ଆମେ ସବୁବେଳେ ମନେ ରଖିବା ଭ ଏବଂ ଭାକୁ
BHA ରୂପରେ ଲେଖାଯାଇଥାଏ। ଠିକ୍ ସେହିପରି ମ କିମ୍ବା ମାକୁ ଇଂରାଜୀର M ଅକ୍ଷର ସହିତ ଏ ଲାଗିଥାଏ। ଜ କିମ୍ବା ଯା ଅକ୍ଷର ପାଇଁ ଇଂରାଜୀର ଯେ ଅକ୍ଷର ସହିତ ଏ ଲାଗିଥାଏ। କିନ୍ତୁ ବେଳେବେଳେ ଏହି ଜ କିମ୍ବା ଯାକୁ ଇଂରାଜୀର ୱାଇ ଅକ୍ଷର ସହିତ ଏ ଲାଗିଥାଏ। କିନ୍ତୁ ମନେ ରଖିବା ଜ କିମ୍ବା ଯା ପାଇଁ ଯେ ଏ, ର ଏବଂ ରା ପାଇଁ ଇଂରାଜୀର ଆର୍ ଅକ୍ଷର ସହିତ ଏ ଲେଖାଯାଇଥାଏ। ଳ କିମ୍ବା ଳାକୁ ଇଂରାଜୀରେ ଏଲ୍ ଅକ୍ଷର ସହିତ ଏ ଲାଗିଥାଏ। ଲ କିମ୍ବା ଲାକୁ ମଧ୍ୟ ଇଂରାଜୀର ଏଲ୍ ଅକ୍ଷର ସହିତ ଏ ଯୋଡ଼ି କରି ଲେଖାଯାଇଥାଏ। ୟ କିମ୍ବା ୟାକୁ ଆମେ ଇଂରାଜୀର ୱାଇ ଅକ୍ଷର ସହିତ ଏ ଲଗେଇଥାଉ। ଦନ୍ତ ସ କିମ୍ବା ଦନ୍ତ ସରେ ଆକାର ସା ପାଇଁ ଇଂରାଜୀର ଏସ୍ ଅକ୍ଷର ସହିତ ଏ ଲାଗିଥାଏ। ଠିକ୍ ସେହିପରି ମୂର୍ଦ୍ଧନି ସ ଏବଂ ମୂର୍ଦ୍ଧନି ସରେ ଆକାର ସା ପାଇଁ ଇଂରାଜୀର ଏସ୍ ଅକ୍ଷର ସହିତ ଏ ଲାଗିଥାଏ। ଏବଂ ତାଲବେ ସ କିମ୍ବା ତାଲବେ ସରେ ଆକାର ସା ପାଇଁ ଇଂରାଜୀର ଏସ୍ ଏଚ୍ ଅକ୍ଷର ସହିତ ଏ ଯୋଡ଼ିକି ଥାଏ। ହ କିମ୍ବା ହାକୁ ଆମେ ଇଂରାଜୀର ଏଚ୍ ଅକ୍ଷର ସହିତ ଏ ଲଗେଇଥାଉ। କ୍ଷ କିମ୍ବା କ୍ଷାକୁ ଇଂରାଜୀରେ କେ ଏସ୍ ଏଚ୍ ସହିତ ଏ ଦିଆଯାଇଥାଏ। ଯଥା କେ ଏସ୍ ଏଚ୍ ଏ କ୍ଷ କିମ୍ବା କ୍ଷା। ବର୍ତ୍ତମାନ ଦେଖିବା ଓଡ଼ିଆରେ ଥିବା କେତେକ ଅକ୍ଷର ଇଂରାଜୀରେ ଏକାପରି ଲେଖାଯାଇଥାଏ। ସେଗୁଡ଼ିକ ହେଉଛି ଟ, ଠ, ଡ, ଢ, ଣ ଏବଂ ତ, ଥ, ଦ, ଧ, ନ। ଯେପରିକି ଟ ଏବଂ ତକୁ ଇଂରାଜୀରେ ଟିଏ ଲେଖାଯାଇଥାଏ। ଠ ଏବଂ ଥକୁ ଇଂରାଜୀରେ THA ଲେଖାଯାଇଥାଏ। ଡ ଏବଂ ଦକୁ ଇଂରାଜୀରେ DA ହିଁ ଲେଖାଯାଇଥାଏ। ଯଦି ଓଡ଼ିଆରେ ଡ ଲେଖିକି ତଳେ ଏକ ବିନ୍ଦୁଟିଏ ଥାଏ ତେବେ ଏହାକୁ ମଧ୍ୟ ଆମେ ଡ ବୋଲି ପଢ଼ିବା। ଢ ଏବଂ ଧକୁ ଇଂରାଜୀରେ DHA ରୂପରେ ଲେଖାଯାଇଥାଏ। ଯଦି ଢ ଲେଖିକି ତଳେ ଏପରି ବିନ୍ଦୁଟିଏ ଥାଏ ତେବେ ମଧ୍ୟ ଏହାକୁ ଆମେ ଢ ହିଁ ପଢ଼ିବା। ଣ ଏବଂ ନକୁ ଇଂରାଜୀରେ NA ହିଁ ଲେଖାଯାଇଥାଏ। ଳ ଏବଂ ଲ ପାଇଁ ଇଂରାଜୀରେ କିପରି ଲେଖାଯାଇଥାଏ? LA। ଠିକ୍ ଅଛି। ନେକ୍ସଟ ଭିଡ଼ିଓରେ ଦେଖିବା ଓଡ଼ିଆରେ ଥିବା ପ୍ରତି ହର୍ଷେଇକାର ଅକ୍ଷର ଗୁଡ଼ିକୁ ଇଂରାଜୀରେ କିପରି ଲେଖିବା କିମ୍ବା କିପରି ଚିହ୍ନିବା କିମ୍ବା ଜାଣିବା। ଧନ୍ୟବାଦ।